ଆଜିର ପ୍ରସଙ୍ଗ ମାନବବାଦର ମହାନାୟକ ଏପିଜେ ଅବଦୁଲ କାଲାମ। ଆଲେଖ୍ୟ ଭାସ୍କର ରାଉତରାୟ। ଉପସ୍ଥାପନାରେ ମୁଁ ନୀନା ସାହୁ। ଆମ ଦେବଭୂମି ଭାରତ ବର୍ଷରେ ଅଜସ୍ର କାଳଜୟୀ ଯୁଗପୁରୁଷ ଜନ୍ମ ନେଇ ଦେଶର ଗାରିମା, ଗର୍ବ, ଗୌରବ, ମାନବବାଦ, ମାନବିକତାକୁ ବିଶ୍ୱ ଗବାକ୍ଷରେ ଶୀର୍ଷ ସ୍ଥାନରେ ରଖିଯାଇଥିବା ମହାନାୟକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଆମ ଦେଶର 11ତମ ମହାମହିମ ରାଷ୍ଟ୍ରପତି, ପ୍ରଖ୍ୟାତ ବୈଜ୍ଞାନିକ, ଆମ ଦେଶର ପରମାଣୁ ମାନବ, ଯଶସ୍ୱୀ ଦାର୍ଶନିକ ଡକ୍ଟର ଏପିଜେ ଅବଦୁଲ କାଲାମ ଜଣେ ସୁନାମଧନ୍ୟ ବୈଜ୍ଞାନିକ ଭାବରେ ସେ ଯେତିକି ପରିଚିତ ଥିଲେ, ତାଠାରୁ ଅଧିକ ପରିଚିତ ଥିଲେ ଜଣେ ସାଧାରଣ ଲୋକଙ୍କର ପ୍ରିୟ ରାଷ୍ଟ୍ରନାୟକ ଭାବରେ। କେବଳ ସେତିକିରେ ଡକ୍ଟର କାଲାମ ସୀମିତ ନଥିଲେ। ପ୍ରକୃତି, ପରିବେଶ, ଏପରିକି ଈଶ୍ୱରଙ୍କ ଦ୍ୱିତୀୟ ଅବତାର କୁହାଯାଉଥିବା ସାମୁଦ୍ରିକ ଜୀବ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ତାଙ୍କର ତ୍ୟାଗ, ଯୁଗଜୟୀ ନିଷ୍ପତ୍ତି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିଯାଇଛି ଆମ ଆଗନ୍ତୁକ ପିଢ଼ିଙ୍କ ପାଇଁ। ଡକ୍ଟର କାଲାମ 1931 ମସିହା ଅକ୍ଟୋବର 15 ତାରିଖ ଦିନ ବଙ୍ଗୋପସାଗର ତଟବର୍ତ୍ତୀ ମାଡ୍ରାସର ରାମେଶ୍ୱରପୁରମ୍ ଗାଁରେ ଏକ ମୁସଲିମ ପରିବାରରେ ପିତା ତ୍ରୈନୁଲାବାଦିନ ଓ ମାତା ଆସିୟାମାଙ୍କ ଔରସରୁ ଜନ୍ମଲାଭ କରିଥିଲେ। ତାଙ୍କ ବାପା ମତ୍ସ୍ୟଜୀବୀ ପରିବାରର ମୁଖିଆ ଥିବାରୁ ତାଙ୍କର କୁଳ ବେଉସା ଥିଲା। ଅଭାବ ଅନାଟନ ଭିତରେ ଶିଶୁ ଅବସ୍ଥାରେ ସେ ବାପାଙ୍କ ସହ ସାଗର କୂଳକୁ ବୁଲିବାକୁ ଆସନ୍ତି। ଦିଗନ୍ତ ବିସ୍ତାରୀ ନୀଳ ଆକାଶରେ ଉଡ଼ି ଯାଉଥିବା ପକ୍ଷୀମାନଙ୍କୁ ଦେଖି ସେ ସ୍ୱପ୍ନ ରାଇଜରେ ନିଜକୁ ହଜେଇ ଦିଅନ୍ତି। ପକ୍ଷୀ ଭଳି ସେ ମଧ୍ୟ ଉଡ଼ିପାରିବେ, ଏହାକୁ ନେଇ ଦୃଢ଼ ସଂକଳ୍ପ ନିଅନ୍ତି ବିସ୍ତୀର୍ଣ୍ଣ ନିଜର ବେଳାଭୂମିରେ। ପିଲାବେଳେ ପାଠ ପଢ଼ିବା ସମୟରେ ପେପର ହକର କାମ କରିବାକୁ ସେ କେବେ ବି କୁଣ୍ଠାବୋଧ କରିନଥିଲେ। ଗାଁ ନିକଟସ୍ଥ ରାମନାଥପୁରସ୍ଥିତ ସ୍କୁଲରୁ ମାଟ୍ରିକ ସଫଳତାର ସହ ପାସ୍ କରିବା ପରେ ତିରୁଚିଲାପଲ୍ଲୀ ସେଣ୍ଟ ଜୋସେଫ କଲେଜରୁ ପଦାର୍ଥ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହେବା ପରେ ଜଣେ ବୈଜ୍ଞାନିକ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ପରନ୍ତୁ ପରିବାରର ଭରଣପୋଷଣ ଦାୟିତ୍ୱ ତାଙ୍କ କାନ୍ଧ ଉପରେ ଥିବାରୁ କଲିକତାରେ ହେଉଥିବା ଉଡ଼ାଜାହାଜ ପାଇଲଟ ପରୀକ୍ଷା ଦେବାକୁ ସେ କଲିକତାରେ ପହଞ୍ଚି ପରୀକ୍ଷା ଦେଇଥିଲେ ମଧ୍ୟ ସେଥିରେ ସେ ଉତ୍ତୀର୍ଣ୍ଣ ହୋଇପାରି ନଥିବାରୁ ଡକ୍ଟର କାଲାମ ଭାଙ୍ଗି ପଡ଼ିଥିଲେ। ମା'ର କାନଫୁଲ, ଭଉଣୀର ବାହାଘର ପାଇଁ ଥିବା ଗହଣା ଗଣ୍ଠି ବନ୍ଧକ ପକାଇ ପାଇଲଟ ହେବା ଆଶାରେ ଆସି ନିରାଶ ହୋଇଥିବାରୁ ସେ ଗଙ୍ଗା ନଦୀରେ ଆତ୍ମବିସର୍ଜନ କରିବେ ବୋଲି କଠୋର ନିଷ୍ପତ୍ତି ନେଇଥିଲେ। ସନ୍ଧ୍ୟା ସମୟ। ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଶିବାନନ୍ଦଜୀ ଗଙ୍ଗା ନଦୀ କୂଳରେ ଆଳତୀ କରିବା ସମୟରେ ଜଣେ ଯୁବକ ନଦୀକୁ ଡେଇଁବା ପାଇଁ ଉଦ୍ୟତ ହେବା ସମୟରେ ସ୍ୱାମୀଜୀ ତାଙ୍କୁ ଧରି ପକାଇ ନିଜ ଆଶ୍ରମକୁ ନେଇଯାଇଥିଲେ। ସେଠାରେ ତାଙ୍କ ପାଖରୁ ସବୁ ଶୁଣିସାରିବା ପରେ କହିଲେ, ତୁମେ କେଉଁଠି ଫେଲ୍ ହେଲ? ଈଶ୍ୱର ତୁମକୁ ଦେଶ ଜାତିର ମହାନ କାର୍ଯ୍ୟ ପାଇଁ ସୁରକ୍ଷିତ ରଖିଛନ୍ତି। ନିଜ ଲକ୍ଷ୍ୟ କର୍ତ୍ତବ୍ୟ ପଥରେ ଆଗେଇ ଯାଅ ବୋଲି ଦିବ୍ୟ ବାଣୀଟିଏ ଶୁଣାଇଥିଲେ। ତାପରେ ଡକ୍ଟର କାଲାମ ଆଉ ପଛକୁ ଫେରି ନଥିଲେ। ଏରୋସ୍ପେସ୍ ସେଣ୍ଟରରେ କୃତିତ୍ୱ ସହ ବୈଜ୍ଞାନିକ ହେବା ପରେ ତାଙ୍କ ପ୍ରତିଭାର ପରିଚୟ ଦେଇଥିଲେ। 70 ଦଶକରେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରାମର୍ଶକ୍ରମେ ପୋଖରାନରେ ତାଙ୍କ ଦ୍ୱାରା ପ୍ରଥମ ପରମାଣୁ ବୋମା ପରୀକ୍ଷଣ ହୋଇଥିଲା, ଯାହା ସାରା ବିଶ୍ୱକୁ ଚକିତ କରିଥିଲା। ଅଗ୍ନି, ପୃଥିବୀ, ଆକାଶ, ବ୍ରହ୍ମାସ୍ତ୍ର, ବାଲାଷ୍ଟିକ୍ ଭଳି କ୍ଷେପଣାସ୍ତ୍ର ପରୀକ୍ଷଣ ଓ ନିର୍ମାଣ କରି ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲେ ଡକ୍ଟର କାଲାମ। ଡକ୍ଟର କାଲାମଙ୍କୁ ଭାରତବର୍ଷର 11ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରି ନିଜର କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ, ସାଧାରଣ ମଣିଷଙ୍କ କଣ୍ଠସ୍ୱରକୁ ହୃଦୟଙ୍ଗମ କରି ସାରା ଦେଶରେ ଜନମାନଙ୍କର ରାଷ୍ଟ୍ରନାୟକ ହୋଇପାରିଥିଲେ। ସେ ଅନେକ କାଳଜୟୀ ପୁସ୍ତକ ଲେଖିଯାଇଛନ୍ତି, ଯାହା ପରବର୍ତ୍ତୀ ସମୟରେ ଆମ ତରୁଣ ପିଢ଼ିଙ୍କ ପାଇଁ ଅମୂଲ୍ୟ ଗ୍ରନ୍ଥ ହୋଇ ରହିଛି। ତାଙ୍କର ଦେଶପ୍ରେମ, ଦେଶଭକ୍ତ, ଦେଶର ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରଖିବା, ପ୍ରତିରକ୍ଷା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ଭୂଷିତ କରିଥିଲେ। ସେ କେବଳ ଭାରତ ନୁହେଁ, ବରଂ ଦେଶ ତାହାର ବିଭିନ୍ନ ରାଷ୍ଟ୍ର ଭ୍ରମଣ ସମୟରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଅତିଥି ଭାବେ ଯୋଗଦେଇ ଯେଉଁ ମାନବବାଦର ବାର୍ତ୍ତା ବାଣ୍ଟିଛନ୍ତି, ଯାହା ଅବର୍ଣ୍ଣନୀୟ। ଡକ୍ଟର କାଲାମ ଯଦିଓ ଆମ ଗହଣରେ ନାହାନ୍ତି, ତଥାପି ତାଙ୍କର ତ୍ୟାଗ, ସମର୍ପଣ, ମାନବବାଦର ପ୍ରତିଟି କାର୍ଯ୍ୟପନ୍ଥାକୁ ଆମ ପାଇଁ ଅବିସ୍ମରଣୀୟ ହୋଇ ରହିବ, ଏହା ନିଃସନ୍ଦେହ।